Hello and welcome back to OPSC OS Aspirant YouTube channel. This is Gagan, and in this lecture we will discuss about all the important current affairs of 29 January to 31 January of 2026. As all of you know that nowadays current affairs play a crucial role in competitive exams of both Odisha government and central government. So watch till the end and don't forget to subscribe to our YouTube channel and hit the bell icon for more informative videos like this. ଯେମିତିକି ଆଜି ଆମେ 29, 30 ଓ 31 ତିନି ଦିନର କରେଣ୍ଟ ଆଫେୟାର ଗୁଡ଼ିକୁ ଆଲୋଚନା କରିବାକୁ ଯାଉଛୁ। ଆଜିର ପ୍ରଥମ କ୍ୱେଶ୍ଚିନ୍ ହେଉଛି 29 ଜାନୁଆରୀ ଇଜ୍ ସେଲିବ୍ରେଟେଡ୍ ଏଜ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଣ୍ଟରନ୍ୟାସନାଲ୍ ଡେଜ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଇଣ୍ଡିଆନ୍ ନ୍ୟୁଜ୍ ପେପର ଡେ ବା ଭାରତୀୟ ସମ୍ବାଦପତ୍ର ଦିବସ। ମନେ ରଖିବେ, ଭାରତରେ ପ୍ରତିବର୍ଷ ଜାନୁଆରୀ 29 ତାରିଖକୁ ଭାରତୀୟ ସମ୍ବାଦପତ୍ର ଦିବସ ଭାବରେ ପାଳନ କରାଯାଏ। 1780 ମସିହାରେ ଏହି ଦିନରେ ଭାରତର ପ୍ରଥମ ସମ୍ବାଦପତ୍ର ହିକିସ୍ ବେଙ୍ଗଲ ଗେଜେଟ୍ ପ୍ରକାଶ ପାଇଥିଲା। ଏହି ଦିବସଟି ସମ୍ବାଦପତ୍ରର ଗୁରୁତ୍ୱ ଏବଂ ସମାଜରେ ସାମ୍ବାଦିକତାର ଭୂମିକାକୁ ସମ୍ମାନ ଜଣାଇବା ପାଇଁ ପାଳିତ ହୁଏ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସମ୍ବାଦପତ୍ର ଏକ ପ୍ରମୁଖ ସ୍ତମ୍ଭ ଭାବରେ କାର୍ଯ୍ୟ କରିଥାଏ। ଏହି ଦିନ ସାମ୍ବାଦିକମାନଙ୍କର କଠିନ ପରିଶ୍ରମ ଏବଂ ସତ୍ୟ ପ୍ରକାଶ କରିବାର ସାହସକୁ ପ୍ରଶଂସା କରାଯାଏ। ଏହା ସୂଚନା ଏବଂ ସଚେତନତା ପ୍ରସାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଟୁ ହୁମ୍ ହେଜ୍ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ ଅନର୍ଡ ୱିଥ୍ ଦ କଣ୍ଟ୍ରିଜ୍ ହାଇଏଷ୍ଟ ପିସ୍ ଟାଇମ୍ ଗ୍ୟାଲେଣ୍ଟ୍ରି ଆୱାର୍ଡ ଅଶୋକ ଚକ୍ର। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଶୁଭ୍ରାଂଶୁ ଶୁକ୍ଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଲାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ରରେ ସମ୍ମାନିତ କରିଛନ୍ତି। ସେ ଭାରତର ଗଗନଯାନ ମିଶନ ପାଇଁ ମନୋନୀତ ହୋଇଥିବା ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି। ଦେଶ ପାଇଁ ତାଙ୍କର ଅସାଧାରଣ ସେବା ଏବଂ ସାହସିକତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। 77ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଗୌରବମୟ ପୁରସ୍କାର ତାଙ୍କୁ ମିଳିଛି। ସେ ନିଜର ଦକ୍ଷତା ମାଧ୍ୟମରେ ଭାରତୀୟ ବାୟୁସେନାରେ ଅନେକ ସଫଳତା ହାସଲ କରିଛନ୍ତି। ଏହି ପୁରସ୍କାର ସମଗ୍ର ଦେଶ ପାଇଁ ଏକ ଗୌରବର ବିଷୟ ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱେନ୍ ୱାଜ୍ ଇଣ୍ଟରନ୍ୟାସନାଲ୍ କ୍ଲିନ୍ ଏନର୍ଜି ଡେ 2026 ସେଲିବ୍ରେଟେଡ୍ ରିସେଣ୍ଟଲି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, 26 ଜାନୁଆରୀ। ସାରା ବିଶ୍ୱରେ ଜାନୁଆରୀ 26 ତାରିଖକୁ ଅନ୍ତର୍ଜାତୀୟ ସ୍ୱଚ୍ଛ ଶକ୍ତି ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ପରିବେଶ ଅନୁକୂଳ ଏବଂ ଅକ୍ଷୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ସୌର ଏବଂ ପବନ ଶକ୍ତି ଭଳି ସମ୍ବଳର ବିକାଶ ଆବଶ୍ୟକ। ଏହି ଦିନରେ ପ୍ରଦୂଷଣମୁକ୍ତ ଶକ୍ତି ଉତ୍ସଗୁଡ଼ିକର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥାଏ। ବିଶ୍ୱର ସ୍ଥାୟୀ ବିକାଶ ପାଇଁ ସ୍ୱଚ୍ଛ ଶକ୍ତି ଏବଂ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଅଟେ। ଶକ୍ତି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ଏହା ଏକ ପ୍ରଭାବଶାଳୀ ପଦକ୍ଷେପ ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ମାର୍କ ଟୁଲି ପାସ୍ଡ ଏୱେ ଇନ୍ ନ୍ୟୁ ଦିଲ୍ଲୀ। ହ୍ୱିଚ୍ ପ୍ରଫେସନ୍ ୱାଜ୍ ହି ଆସୋସିଏଟେଡ୍ ୱିଥ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଜର୍ଣ୍ଣାଲିଷ୍ଟ ଆଣ୍ଡ ବ୍ରୋଡକାଷ୍ଟର। ବିଶିଷ୍ଟ ସାମ୍ବାଦିକ ଏବଂ ପ୍ରସାରକ ମାର୍କ ଟୁଲିଙ୍କ ରିସେଣ୍ଟଲି ନ୍ୟୁ ଦିଲ୍ଲୀରେ ପରଲୋକ ଘଟିଛି। ସେ ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ BBC ସହିତ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ। ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାକୁ ସେ ନିଜ ସ୍ୱରରେ ଲୋକମାନଙ୍କୁ ରିସେଣ୍ଟଲି ପହଞ୍ଚାଇଥିଲେ। ତାଙ୍କର ନିରପେକ୍ଷ ଏବଂ ସ୍ପଷ୍ଟ ସାମ୍ବାଦିକତା ପାଇଁ ସେ ଭାରତରେ ବେଶ୍ ସୁପରିଚିତ ଥିଲେ। ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କର ବିୟୋଗ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱେର୍ ୱିଲ୍ ଏସିଆଜ୍ ଲାର୍ଜେଷ୍ଟ ସିଭିଲ୍ ଏଭିଏସନ୍ ଇଭେଣ୍ଟ ୱିଙ୍ଗସ୍ ଇଣ୍ଡିଆ 2026 ବିଗିନ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ହାଇଦ୍ରାବାଦ। ମନେ ରଖିବେ, ଏସିଆର ସବୁଠାରୁ ବଡ଼ ନାଗରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ୱିଙ୍ଗସ୍ ଇଣ୍ଡିଆ 2026 ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି। ଏହା ବେଗମପେଟ୍ ବିମାନବନ୍ଦରରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶର ବିମାନ ନିର୍ମାଣକାରୀ ସଂସ୍ଥା ତତ୍ସହିତ
ନିବେଶକମାନେ ଅଂଶଗ୍ରହଣ କରିବେ। ଏହି ପ୍ରଦର୍ଶନୀ ମାଧ୍ୟମରେ ବିମାନ ଚଳାଚଳ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବ। ଭାରତକୁ ଏକ ବୈଷୟିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଏହା ଦେଶର ଅର୍ଥନୀତି ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବହୁ ମାତ୍ରାରେ ସାହାଯ୍ୟ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱେର୍ ହେଜ୍ ଇଣ୍ଡିଆନ୍ ରେଲୱେ ଡିପ୍ଲଏଡ୍ ଦ ହ୍ୟୁମାନଏଡ୍ ରୋବୋଟ୍ ASC ଅର୍ଜୁନ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆନ୍ଧ୍ରପ୍ରଦେଶ। ଭାରତୀୟ ରେଳବାଇ ରିସେଣ୍ଟଲି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଷ୍ଟେସନରେ ASC ଅର୍ଜୁନ ନାମକ ଏକ ହ୍ୟୁମାନଏଡ୍ ରୋବୋଟ୍ ମୁତୟନ କରିଛନ୍ତି। ଏହି ରୋବୋଟ୍ଟି ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ନିୟୋଜିତ କରାଯାଇଛି। ଏହା ଷ୍ଟେସନ ପରିସରରେ ପେଟ୍ରୋଲିଂ କରିବା ସହ ଯାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ। ଏହି ରୋବୋଟ୍ଟି କୃତ୍ରିମ ବୁଦ୍ଧିମତ୍ତା ବା AI ବ୍ୟବହାର କରି କାର୍ଯ୍ୟ କରିଥାଏ। ରେଳବାଇ କ୍ଷେତ୍ରରେ ଏଭଳି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଏକ ବଡ଼ ସଫଳତା। ଏହାଦ୍ୱାରା ଷ୍ଟେସନ ପରିଚାଳନା ଶୈଳୀରେ ଉନ୍ନତି ଆସିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଆକର୍ଡିଂ ଟୁ ଦ ରିସେଣ୍ଟ ଷ୍ଟଡି ଡାରୱିନ୍ସ ବାର୍କ ସ୍ପାଇଡର୍ସ ମେକ୍ସ ଦ ଷ୍ଟ୍ରଙ୍ଗେଷ୍ଟ ସିଲ୍କ ଥ୍ରେଡ୍। ହ୍ୱେର୍ ଆର୍ ଦିଜ୍ ସ୍ପାଇଡର୍ସ ଫାଉଣ୍ଡ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାଡାଗାସ୍କାର। ରିସେଣ୍ଟଲି ହୋଇଥିବା ଏକ ଷ୍ଟଡି ଅନୁସାରେ ଡାରୱିନ୍ ବାର୍କ ସ୍ପାଇଡର୍ସ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୁଢିଆଣୀ ସୂତା ତିଆରି କରନ୍ତି। ଏହି ପ୍ରଜାତିର ବୁଢିଆଣୀ ମୁଖ୍ୟତଃ ମାଡାଗାସ୍କାରର ଦ୍ୱୀପରେ ଦେଖାଯାଆନ୍ତି। ସେମାନଙ୍କର ସୂତା ଷ୍ଟିଲ୍ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ ଅତ୍ୟନ୍ତ ନମନୀୟ। ସେମାନେ ନଦୀ ଓ ହ୍ରଦ ଉପରେ ବଡ଼ ବଡ଼ ଜାଲ ବୁଣି ଶିକାର କରନ୍ତି। ବୈଜ୍ଞାନିକମାନେ ଏହି ସୂତାକୁ ନେଇ ଅନେକ ନୂତନ ଗବେଷଣା ଜାରି ରଖିଛନ୍ତି। ଏହା ପ୍ରକୃତିର ଏକ ଅଦ୍ଭୁତ ଏବଂ ବିସ୍ମୟକର ସୃଷ୍ଟି ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ହେଜ୍ ଆଚିଭ୍ଡ ଦ ରେକର୍ଡ 400 ଗ୍ରାଣ୍ଡ ସ୍ଲାମ୍ ୱିନ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନୋଭାକ୍ ଜୋଡୋଭିକ୍। ଟେନିସ୍ ଷ୍ଟାର ନୋଭାକ୍ ଜୋଡୋଭିକ୍ ରିସେଣ୍ଟଲି ତାଙ୍କର 400ତମ ଗ୍ରାଣ୍ଡ ସ୍ଲାମ୍ ମ୍ୟାଚ୍ ଜିତି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ପୁରୁଷ ଖେଳାଳି ହୋଇପାରିଛନ୍ତି। ତାଙ୍କର କ୍ରୀଡ଼ା ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଟାଇଟଲ୍ ଜିତି ନିଜ ନାମରେ କରିଛନ୍ତି। ନୋଭାକ୍ ଜୋଡୋଭିକ୍ଙ୍କ ଏହି ରେକର୍ଡ ତାଙ୍କୁ ଟେନିସ୍ ଇତିହାସରେ ଜଣେ ମହାନ ଖେଳାଳି ଭାବରେ ପ୍ରତିଷ୍ଠିତ କରିଛି। ତାଙ୍କର କଠିନ ପରିଶ୍ରମ ଏବଂ ଖେଳ ପ୍ରତି ଥିବା ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ ବର୍ତ୍ତମାନ ମଧ୍ୟ ଅତି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଇଣ୍ଡିଆ ଆଣ୍ଡ ଦ ୟୁରୋପିଆନ୍ ୟୁନିୟନ୍ ସାଇନ୍ଡ ଏ ହିଷ୍ଟୋରିକ୍ ଟ୍ରେଡ୍ ଏଗ୍ରିମେଣ୍ଟ ଇନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇୟର୍ସ ଡିଡ୍ ଦ ଟକ୍ସ ଫର୍ ଦିସ୍ ଫାର୍ଷ୍ଟ ଟାଇମ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 2007। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ପାଇଁ ପ୍ରଥମେ 2007 ମସିହାରେ ଆଲୋଚନା ଆରମ୍ଭ ହୋଇଥିଲା। ଦୀର୍ଘ ବର୍ଷର ବ୍ୟବଧାନରେ ଏହି ଜଟିଳ ଆଲୋଚନା ପରେ ଏହା ଏବେ ସଫଳତାର ସହ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଦ୍ୱାରା ଉଭୟ ପକ୍ଷର ଆର୍ଥିକ ସମ୍ପର୍କ ସୁଦୃଢ଼ ହେବ ଏବଂ ବାଣିଜ୍ୟିକ ସମ୍ପର୍କ ମଧ୍ୟ ସୁଦୃଢ଼ ହେବ। ଏହା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ବିନିଯୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ। ଏହି ସଫଳତା ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ଏମଙ୍ଗ ଦ ଫଲୋଇଂ ହେଜ୍ ବିନ୍ ଆପଏଣ୍ଟେଡ୍ ଏଜ୍ ଦ ପ୍ରେସିଡେଣ୍ଟ ଅଫ୍ ଦ ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଶେଖ୍ ଜୋଆନ୍ ବିନ୍ ହମାଦ। ସେ ରିସେଣ୍ଟଲି ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ପଦବୀ ଏସୀୟ କ୍ରୀଡ଼ା ଜଗତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଅଟେ। ତାଙ୍କ ନେତୃତ୍ୱରେ ଏସିଆ ମହାଦେଶରେ କ୍ରୀଡ଼ାର ବିକାଶ ଓ ପ୍ରସାର ହେବ ବୋଲି ଆଶା କରାଯାଉଛି। ସେ ଏହି ସଂଗଠନର ପରିଚାଳନା ଏବଂ ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ତତ୍ତ୍ୱାବଧାନ କରିବେ। ଏହା ଏସୀୟ କ୍ରୀଡ଼ା ପ୍ରଶାସନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଜାପାନ ହ୍ୟାଜ୍ ରିଟର୍ଣ୍ଣଡ୍ ଇଟ୍ସ ଲାଷ୍ଟ ଟ୍ୱିନ୍ ପାଣ୍ଡା କବ୍ସ ଟୁ ହ୍ୱିଚ୍ ଅଫ୍ ଦ ଫଲୋଇଂ କଣ୍ଟ୍ରିଜ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଚାଇନା। ରିସେଣ୍ଟଲି ଜାପାନ ନିଜ ଦେଶରେ ଥିବା ଶେଷ ଯୁଗଳ ପାଣ୍ଡା ବା ଟ୍ୱିନ୍ ପାଣ୍ଡା ଛୁଆଙ୍କୁ ଚୀନକୁ ହସ୍ତାନ୍ତର କରିଛି। ସାଧାରଣତଃ ପାଣ୍ଡାଗୁଡ଼ିକ ଚୀନର ସମ୍ପତ୍ତି ଏବଂ ସେଗୁଡ଼ିକୁ ବିଭିନ୍ନ ଦେଶକୁ ଲିଜ୍ରେ ଦିଆଯାଇଥାଏ। ଚୁକ୍ତି ବା ଏଗ୍ରିମେଣ୍ଟ ଅନୁଯାୟୀ ଏହି ଛୁଆମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥଳୀକୁ ଫେରାଇ ଦିଆଯାଇଛି। ଏହି ଘଟଣା ଜାପାନର ପାଣ୍ଡା ପ୍ରେମୀଙ୍କୁ ଭାବପ୍ରବଣ କରିଦେଇଛି।
ଏହା ଚୀନର ପାଣ୍ଡା କୂଟନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଇନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଷ୍ଟେଟ୍ସ ହ୍ୟାଜ୍ ଇଣ୍ଡିଆ ଏନର୍ଜି ୱିକ୍ 2026 ବିଗନ୍? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୋଆ। ଇଣ୍ଡିଆ ଏନର୍ଜି ୱିକ୍ 2026 ରିସେଣ୍ଟଲି ଗୋଆଠାରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶର ଶକ୍ତିମନ୍ତ୍ରୀ ଏବଂ ଗବେଷକମାନେ ଯୋଗ ଦେଇଛନ୍ତି। ଶକ୍ତି କ୍ଷେତ୍ରର ଆତ୍ମନିର୍ଭରଶୀଳତା ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାର ଉପରେ ଏଠାରେ ଗୁରୁତ୍ୱ ଦିଆଯାଇଛି। ଭାରତକୁ ଏକ ଗ୍ଲୋବାଲ ଏନର୍ଜି ହବ୍ ଭାବେ ଗଢ଼ିବା ଏହାର ମୂଳ ଲକ୍ଷ୍ୟ। ଏହା ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ନିବେଶ ପାଇଁ ଏକ ବଡ଼ ମଞ୍ଚ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ବିକେମ୍ ଦ ଫାଷ୍ଟ ବ୍ୟାଟର ଟୁ ସ୍କୋର ଏ ସେଞ୍ଚୁରୀ ଇନ୍ ଓମେନ୍ସ ପ୍ରିମିୟର ଲିଗ୍ ଅର୍ WPL? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନାଟ୍ ସ୍କିଭର ବ୍ରଣ୍ଟ। ସେ ମହିଳା ପ୍ରିମିୟର ଲିଗ୍ ଇତିହାସରେ ପ୍ରଥମ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ କ୍ରୀଡ଼ା ଜଗତରେ ଏକ ମାଇଲଖୁଣ୍ଟ ସଦୃଶ। ଏହି ସଫଳତା ତାଙ୍କୁ ବିଶ୍ୱର ଜଣେ ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ପ୍ରତିଷ୍ଠିତ କରିଛି। ମହିଳା କ୍ରିକେଟର ପ୍ରସାର ପାଇଁ ଏହି ଲିଗ୍ ଏକ ଉପଯୁକ୍ତ ମାଧ୍ୟମ ସାଜିଛି। ତାଙ୍କର ଏହି ଶତକ ଆଗାମୀ କ୍ରିକେଟରମାନଙ୍କ ପାଇଁ ପ୍ରେରଣାଦାୟୀ ହେବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହ୍ୱେର୍ ୱାଜ୍ ଦ ଥାର୍ଡ଼ ଇନଲ୍ୟାଣ୍ଡ ୱାଟର ୱେଜ୍ ଡେଭଲପମେଣ୍ଟ କାଉନସିଲ୍ ମିଟିଂ ହେଲ୍ଡ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୋଚି। ତୃତୀୟ ଅନ୍ତର୍ଦେଶୀୟ ଜଳପଥ ବିକାଶ ପରିଷଦର ବୈଠକ ରିସେଣ୍ଟଲି କୋଚିଠାରେ ଆରମ୍ଭ ହୋଇଯାଇଛି। ଦେଶର ନଦୀ ଏବଂ ଜଳପଥ ମାଧ୍ୟମରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଠାରେ ଆଲୋଚନା ହୋଇଛି। ଏହି ବୈଠକରେ ଜଳପଥ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିବେଶ ଅନୁକୂଳ ପରିବହନ ପାଇଁ ଜଳପଥର ବ୍ୟବହାର ଏକ ଉତ୍ତମ ବିକଳ୍ପ ଅଟେ। ଏହାଦ୍ୱାରା ଦେଶର ବାଣିଜ୍ୟିକ କାରବାରର ସହଜ ଓ ଶସ୍ତା ହୋଇପାରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଦ ସୁପ୍ରିମକୋର୍ଟ ଡାଇରେକ୍ଟେଡ୍ ଷ୍ଟେଟ୍ ଟୁ ଇସ୍ୟୁ ଏ ପୋଲିସ ମିଡ଼ିଆ ବ୍ରିଫିଂ ପଲିସି ବେସ୍ଡ ଅନ୍ ଏ ମ୍ୟାନୁଆଲ ପ୍ରିପେୟାର୍ଡ ବାଇ ଦ ହୁମ୍ ଏମଙ୍ଗ ଦ ଫଲୋଇଂ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗୋପାଳ ଶଙ୍କର ନାରାୟଣ। ରିସେଣ୍ଟଲି ସୁପ୍ରିମକୋର୍ଟ ଗୋପାଳ ଶଙ୍କର ନାରାୟଣଙ୍କ ଦ୍ୱାରା ପ୍ରସ୍ତୁତ ମାନୁଆଲ ଆଧାରରେ ପୋଲିସ ମିଡ଼ିଆ ବ୍ରିଫିଂ ପଲିସି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ଅନୁଯାୟୀ ଅପରାଧୀଙ୍କ ମାମଲା ସମ୍ପର୍କରେ ଗଣମାଧ୍ୟମକୁ ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ଅବଲମ୍ବନ କରାଯିବ। ଏହାଦ୍ୱାରା ତଦନ୍ତ ପ୍ରକ୍ରିୟା ଏବଂ ଅଭିଯୁକ୍ତ ବା ପୀଡ଼ିତାଙ୍କ ଗୋପନୀୟତା ରକ୍ଷା କରାଯାଇପାରିବ। ଏହି ପଦକ୍ଷେପ ନ୍ୟାୟିକ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାରେ ସାହାଯ୍ୟ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ବିକେମ୍ ଦ ଫାଷ୍ଟ ଇଣ୍ଡିଆନ୍ ଟୁ ରିସିଭ୍ ଦ ୱାଇଲି ରିସର୍ଚ୍ଚ ହିରୋଜ୍ ଆୱାର୍ଡ଼? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଡକ୍ଟର ଚନ୍ଦ୍ରକାନ୍ତ ଲାହାରିଆ। ଡକ୍ଟର ଚନ୍ଦ୍ରକାନ୍ତ ଲହରିଆ ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ୱାଇଲି ରିସର୍ଚ୍ଚ ହିରୋଜ୍ ଆୱାର୍ଡ଼ ଗ୍ରହଣ କରିଛନ୍ତି। ଜନସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେ ସମଗ୍ର ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସଂସ୍କାର ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଏହି ବିଶ୍ୱସ୍ତରୀୟ ମାନ୍ୟତା ଭାରତୀୟ ଗବେଷକଙ୍କ ପାଇଁ ଗୌରବମୟ ବିଷୟ ଅଟେ। ତାଙ୍କର ଏହି ସଫଳତା ଚିକିତ୍ସା ଗବେଷଣାକୁ ନୂତନ ଦିଗଦର୍ଶନ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଦ ବୁକ୍ ରେଡ୍ ଲାଇନ୍ସ ରିଡ୍ରନ୍ ଲଞ୍ଚଡ୍ ବାୟ ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଇଜ୍ ରିଲେଟେଡ୍ ଟୁ ହ୍ୱିଚ୍ ଅଫ୍ ଦ ଫଲୋଇଂ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅପରେସନ୍ ସିନ୍ଦୁର। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଦ୍ୱାରା ଉନ୍ମୋଚିତ ପୁସ୍ତକ ରେଡ୍ ଲାଇନ୍ସ ରିଡ୍ରନ୍ ଅପରେସନ୍ ସିନ୍ଦୁର ସହିତ ଜଡ଼ିତ। ଏହି ପୁସ୍ତକରେ ଭାରତୀୟ ସେନାର ରଣନୀତି ଏବଂ ସାହସିକତାର ବର୍ଣ୍ଣନା କରାଯାଇଛି। ଏହା ଭାରତର ପ୍ରତିରକ୍ଷା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଅଟେ। ସାମରିକ ଅପରେସନ୍ ସମୟରେ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜଗୁଡ଼ିକୁ ଏଥିରେ ସ୍ଥାନ ଦିଆଯାଇଛି। ଏହି ପୁସ୍ତକ ପାଠକମାନଙ୍କୁ ଦେଶପ୍ରେମରେ ଅନୁପ୍ରାଣିତ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ହ୍ୟାଜ୍ ରିସିଭ୍ଡ ଦ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ ଏଟ୍ ଦ ବନାରସ ଲିଟ୍ ଫେଷ୍ଟ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନମିତା ଗୋଖଲେ। ବନାରସ ଲିଟ୍ ଫେଷ୍ଟରେ ବିଶିଷ୍ଟ ସାହିତ୍ୟିକା ନମିତା ଗୋଖଲେଙ୍କୁ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଛି। ସାହିତ୍ୟ ଜଗତକୁ ତାଙ୍କର ଦୀର୍ଘ ଦିନର ଅବଦାନ ଏବଂ ସୃଜନଶୀଳ ଲେଖନୀ
ପାଇଁ ସେ ସମ୍ମାନିତ ହୋଇଛନ୍ତି। ସେ ଅନେକ ପ୍ରସିଦ୍ଧ ପୁସ୍ତକର ରଚୟିତା ଏବଂ ସାହିତ୍ୟିକ ମହୋତ୍ସବର ଆୟୋଜିକା ମଧ୍ୟ। ଏହି ପୁରସ୍କାର ତାଙ୍କର ସାହିତ୍ୟିକ ସାଧନାର ଏକ ଯଥାର୍ଥ ସ୍ୱୀକୃତି। ଏହା ଭାରତୀୟ ସାହିତ୍ୟ ସମାଜରେ ତାଙ୍କର ସ୍ଥାନକୁ ଆହୁରି ଉଚ୍ଚ କରିବ।